ସେଇ ନିତିଦିନିଆ ଘରୁଆ ମସଲା ସେ ନିତିଦିନିଆ ଯେମିତି ଆମେ ଆଳୁର ତରକାରୀ ବନେଇ ଥାଉ ନା ସେମିତିକା ନା ଆମେ ପୁରାପୁରି ଘରୁଆ ମସଲାରେ ଆଜି ଟେଷ୍ଟି ଆଳୁଦମ ତରକାରୀ ବନେଇବା। ଯେଉଁ ତରକାରୀ କି ଭାତ ରୁଟି ପରଟା ସବୁଥିରେ ହିଁ ନା ଏଇ ତରକାରୀ ଜମିଯିବ। ଥରୁଟିଏ ଟ୍ରାଏ କରି ଦେଖନ୍ତୁ ତ ସମସ୍ତେ ଏଇ ତରକାରୀକୁ ପସନ୍ଦ କରିବେ। ନମସ୍କାର, ଆରତି କିଚେନ୍ ଭିଲେଜକୁ ଆପଣମାନଙ୍କୁ ବହୁତ ସ୍ୱାଗତ। ଏବେ ରେସିପି ଷ୍ଟାର୍ଟ କରିବା। ତରକାରୀ ବନେଇ ନେବା ପାଇଁ ଗ୍ୟାସରେ କଡ଼େଇ ବସାଇ ଦେଇଛି। କଡ଼େଇ ଗରମ ହୋଇଗଲା ପରେ ଦେଇଦେବା 4 ଚାମଚ ସୋରିଷ ତେଲ। ତେଲ ଗରମ ହୋଇଗଲେ ଦେଇଦେବା ଫୁଡ଼ନରେ 2ଟି ଶୁଖିଲା ଲଙ୍କା, ଗୋଟା ଜିରା ଏବଂ ଗୋଟା ଗରମ ମସଲା ଦେଇ ଭଲ ଭାବରେ ଏସବୁକୁ ଆମେ ଭାଜି ନେବା। ଭଲ ଭାବରେ ଭାଜି ହୋଇଗଲା ପରେ ଆମେ ଏଇଠି ଦେଇଦେବା କଟା ହେଇଥିବା ପିଆଜ। ପିଆଜକୁ ବି ଭଲ ଭାବରେ ଆମେ ଭାଜି ନେବା। ପିଆଜ ଆମର ବହୁତ ବଢ଼ିଆ ସେ ହାଲକା ବ୍ରାଉନ୍ କଲର୍ ହେଲା ପର୍ଯ୍ୟନ୍ତ ଆମେ ଆକୁ ଭାଜି ନେବା। ଏଇଠି ପିଆଜ ଆମର ବହୁତ ବଢ଼ିଆ ସେ ଭାଜି ହୋଇଗଲାଣି। ପିଆଜ ବି ଆମର ବହୁତ ବଢ଼ିଆ ସେ ନାଲି ହେଇ ଭାଜି ହେଇଗଲାଣି। ଏବେ ଆମେ ଏଇଠି ଆଡ଼୍ କରିବା ଅଦା ରସୁଣ ବଟା। ଅଦା ରସୁଣ ବଟା ଦେଇ ଏଇଥିରେ ଭଲ ଭାବରେ ଆମେ କଷି ନେବା। ଯେମିତିକି ଅଦା ରସୁଣ ବଟାର ଗୋଟିଏ କଞ୍ଚା ସ୍ମେଲ୍ ଥାଏ ତା ଚାଲିଯିବ ଏବଂ ତରକାରୀଟି ଖାଇବା ପାଇଁ ବହୁତ ସ୍ୱାଦିଆ ଲାଗିଥାଏ। ତ ଏବେ ଅଦା ରସୁଣ ବଟାକୁ ମୁଁ ଭଲ ଭାବରେ କଷି ନେଇଛି। ଏବେ ଏଇଥିରେ ଆଡ଼୍ କରିବା କଟା ହେଇଥିବା ଟମାଟୋ। ଅଳ୍ପ ଟିକେ ଏଇଥିରେ ଲୁଣ ଦେଇ ଭଲ ଭାବରେ ଆକୁ ମିଶାଇ ନେବା। ଭଲ ଭାବରେ ମିଶାଇ ନେଇ ଆକୁ 5 ମିନିଟ୍ ପାଇଁ ଲୋ ଫ୍ଲେମ୍ରେ କଭର୍ କରି ଛାଡ଼ିଦେବା, ଯାହାଫଳରେ କି ଆମର ଯେଉଁ ଟମାଟୋ ବହୁତ ବଢ଼ିଆ ସେ ସଫ୍ଟ ହେଇଯିବ। ଏ ଦେଖନ୍ତୁ ମୁଁ କଭର୍ କାଢ଼ିକି ଦେଖାଉଛି ଟମାଟୋ କେତେ ବଢ଼ିଆ ସେ ଆମର ସଫ୍ଟ ହେଇଯାଇଛି। ମସଲା ସହ ଭଲ ଭାବରେ ମିଶାଇ ନେଇ ସାରିଲା ପରେ ଏଇଠି କିଛି ଗୁଣ୍ଡ ମସଲା ଆଡ଼୍ କରିବା। 1 ଚାମଚ ଜିରା ଧନିଆ ଗୁଣ୍ଡ, ଅଧା ଚାମଚ ହଳଦୀ ଗୁଣ୍ଡ, କାଶ୍ମୀର ଲଙ୍କା ଗୁଣ୍ଡ 1 ଚାମଚ କଲର୍ ପାଇଁ ଏବଂ ରାଗ ଲଙ୍କା ଗୁଣ୍ଡ ଅଧା ଚାମଚ ଏଥିରେ ଦେଇଦେଇଛି। ଅଳ୍ପ ଟିକେ ପାଣି ଦେଇ ମସଲା ସହ ଆମେ ଭଲ ଭାବରେ କଷି ନେବା, ଯାହାଫଳରେ କି ଆମର ଗୁଣ୍ଡ ମସଲା ପୋଡ଼ିବନି। ତ ଏଇଠି ଶେଷରେ ଆମେ କିଛି କଟା ହେଇଥିବା ଧନିଆ ପତ୍ର ଏଇଥିରେ ଦେଇ ଭଲ ଭାବରେ ମସଲା ସହ କଷି ନେବା। କଷି ନେଇ ସାରିଲା ପରେ ଆମେ ଏଇଠି ଅଳ୍ପ ଟିକେ ଏଥିରେ ପାଣି ଦେଇ ମସଲାକୁ ଭଲ ଭାବରେ ମିଶାଇ ନେବା। ଏଇଠି ମସଲାରୁ ଆମର ବହୁତ ବଢ଼ିଆ ସେ ତେଲ ଛାଡ଼ି ହେଇଗଲାଣି। ଏବେ ଆମେ ଏଇଠି ଆଳୁ ଦେଇଦେବା। ଆଳୁକୁ ମୁଁ ଏମିତି ସାଇଜ୍ରେ କାଟିକି ଆଗରୁ ସିଝେଇକି ନେଇଛି। ଏଇ ସିଝା ଆଳୁକୁ ଏଇ ମସଲାରେ ଦେଇଦେବା। ଆଉ ଏଥିରେ ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ଭଲ ଭାବରେ ନା ଆଳୁକୁ ଆମେ ମସଲା ସହ କଷି ନେବା। ଲୁଣ ଆପଣ ଦେଖିକି ଦେବେ, କାହିଁକିନା ଆମେ ଆଗରୁ ବି ମସଲାରେ ଲୁଣ ଦେଇଥିଲେ, ତ ଲୁଣ ଆପଣ ଦେଖିକି ଦେବେ। ତ ଏଇଠି ସବୁତକ ଆଳୁକୁ ମୁଁ ମସଲା ସହ ଭଲ ଭାବରେ କଷି ନେଇଛି। ଆକୁ କଭର୍ କରି ଆମେ 2 ମିନିଟ୍ ପାଇଁ ଲୋ ଫ୍ଲେମ୍ରେ ଛାଡ଼ିଦେବା। ତାହେଲେ ଆଳୁ ଆମର ବହୁତ ବଢ଼ିଆ ସେ ମସଲା ସହ କଷି ହେଇଯିବ। ଏଇଠି ଦେଖନ୍ତୁ ମୁଁ 2 ମିନିଟ୍ ପରେ କଭର୍ କାଢ଼ିକି ଦେଖାଉଛି କେତେ ବଢ଼ିଆ ସେ ଆଳୁ ଆମର ଭଲ ଭାବରେ ମସଲା ସହ କଷି ହେଇଗଲାଣି। କେତେ ସୁନ୍ଦର ଦେଖାଯାଉଛି ଦେଖନ୍ତୁ ଆମର ଏଇ ଆଳୁର ଏଇ କଷାଟି। ତ ଭଲ ଭାବରେ କଷି ନେଇ ସାରିଲା ପରେ ଏଇଠି ଆମେ ଗ୍ରେଭି ଅନୁସାରେ ନା ଆମେ ପାଣି ଦେଇଦେବା। ଆପଣ ଆପଣଙ୍କ ହିସାବରେ ପାଣି ଦେବେ। ଝୋଳ ଆପଣ ଯେମିତି ପସନ୍ଦ କରିବେ ସେମିତି ପାଣି ଦେବେ। ତ ମୁଁ ଏଇଠି ଟିକେ ଲଟପଟା ରଖିବି ଝୋଳକୁ, ଅଧିକ ପାଣି ମୁଁ ଦେଇନି, ଅଳ୍ପ ପାଣି ଦେଇ ୟାକୁ କଭର୍ କରି ଆମେ ଫୁଟିବା ପାଇଁ ଛାଡ଼ିଦେବା। ଏଇଠି ଆମର ଝୋଳ ବହୁତ ବଢ଼ିଆ ସେ ଆମର ଫୁଟି ହେଇଗଲାଣି। କେତେ ସୁନ୍ଦର ଆମର ଝୋଳଟି ଦେଖାଯାଉଛି ଦେଖନ୍ତୁ। ପୁରାପୁରି ବହଳ ହେଇଛି ଆମର ଝୋଳଟି। ଆଦୌ ବି ପତଳା ଝୋଳ ମୁଁ ବନେଇନି, ତ ଏମିତି ହିଁ ଝୋଳ ବନେଇଛି। ଆଳୁ ବି ଆମର ବହୁତ ବଢ଼ିଆ ସେ ସିଝିଗଲାଣି। ଏବେ ଆମେ ଏଇଠି ଦେଇଦେବା 2ଟି କଞ୍ଚା ଲଙ୍କାକୁ ମୁଁ ଏମିତି ଫାଳ କରି ଏଥିରେ ଦେଇଦେଇଛି। ଆଉ କିଛି ଅଳ୍ପ ଟିକେ କସୁରୀ ମେଥି ନା ହାତରେ ଏମିତି ଘଷିକି ଏଥିରେ ଦେଇଦେବା, ତାହେଲେ କସୁରୀ ମେଥିର ବାସ୍ନା ତରକାରୀ ବହୁତ ବଢ଼ିଆ ଆସିବ। ଆଉ ଏଇଠି ଅଳ୍ପ ଟିକେ ଗରମ ମସଲା ଶେଷରେ ଏମିତି ଦେଇଦେବା। ଭଲ ଭାବରେ ନା ଏଇ ସବୁ ଜିନିଷକୁ ନା ଆମେ ମିଶାଇ ନେବା। ଏଇଠି ଦେଖନ୍ତୁ ଆମର ଏଇ ତରକାରୀଟି କେତେ ସୁନ୍ଦର ଦେଖାଯାଉଛି। ଖାଲି ଏଇ ତରକାରୀକୁ ଦେଖିବା ପାଇଁ ସୁନ୍ଦର ନୁହେଁ, ଖାଇବା ପାଇଁ ନା ଏଇ ତରକାରୀ ବହୁତ ହି ସୁଆଦିଆ। ଆପଣମାନେ ନା ଏମିତିକା ତରକାରୀ ଥରୁଟିଏ ବନେଇବେ, ଦେଖିବେ ପରିବାରର ନା ସମସ୍ତେ ଏଇ ତରକାରୀକୁ ପସନ୍ଦ କରିବେ। ସପ୍ତାହରେ ତ 4 ଥର ହିଁ ଏମିତିକା ତରକାରୀ ବନେଇବା ପାଇଁ ଆପଣଙ୍କୁ ବାଧ୍ୟ କରିବେ। ପରିବାରରେ ସମସ୍ତେ ବହୁତ ଏଇ ତରକାରୀକୁ ପସନ୍ଦ କରିବେ। ଆପଣମାନେ ଏଇ ତରକାରୀ ଭାତ ରୁଟି ପରଟା ସବୁଥିରେ ହିଁ ନା ଏଇ ତରକାରୀକୁ ଖାଇପାରିବେ। ବହୁତ ହି ସୁଆଦିଆ ଲାଗିଥାଏ ଏଇ ତରକାରୀକୁ ଖାଇବା ପାଇଁ। ଥରୁଟିଏ ବି ବନାନ୍ତୁ, ଦେଖିବେ ବହୁତ ହି ସୁଆଦିଆ ଲାଗିବ। ଭିଡ଼ିଓଟି ଆପଣମାନଙ୍କୁ ଯଦି ବି ପସନ୍ଦ ଆସେ ତାହେଲେ ପ୍ଲିଜ୍ ମୋ ଚ୍ୟାନେଲକୁ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରି ମୋ ସାଥିରେ ଥିବେ, ତାହେଲେ ମୋର ନୂଆ ଭିଡ଼ିଓ ସର୍ବପ୍ରଥମେ ଆପଣମାନଙ୍କ ପାଖରେ ପହଞ୍ଚିଯିବ। ଏମିତିକା ତରକାରୀ ଆପଣମାନେ ରୁଟି ପରଟା ସବୁଥିରେ ଖାଇପାରିବେ, ବହୁତ ହି ସୁଆଦିଆ ଲାଗିବ। ଆଜିର ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ ମୋତେ କମେଣ୍ଟରେ ଜଣାଇବେ। ପୁଣି ଦେଖା ହେବ ନୂଆ ଭିଡ଼ିଓରେ। ରହୁଛି, ନମସ୍କାର।